ମୁଁ ସମର୍ପଣ ବାବଦରେ କିଛି କଥା ରଖିବାକୁ ଯାଉଛି ଯେ ସମର୍ପଣଟା କ'ଣ, ସମର୍ପଣର କ'ଣ ଏବଂ ସମର୍ପଣରେ କି ଫାଇଦା ହୁଏ, ସମର୍ପଣର ଲାଭ କ'ଣ, ଆମେ ସମର୍ପଣର ଲାଭ କିପରି ଉଠଉଛେ, ପୂର୍ବରୁ ଆମ ପାଖରେ କେମିତି ଏ ସମର୍ପଣ ଭାବ ଦ୍ୱାରା ଆମେ ତାର ଲାଭ ପାଇଛେ, ଆମର ପୂର୍ବପୁରୁଷ ମାନେ ପାଇଛନ୍ତି ଏବଂ ଆମେ ସମାଜରେ ଏ ସମର୍ପଣର ନିର୍ଦ୍ଦେଶ ଆମ ପାଖରେ ଅଛି। କିପରି ନା ମୁଁ ଆଜି ଗୋଟେ ମାତୃଶକ୍ତିର କଥା ଉପରେ ଆଧାରିତ କରୁଛି। କିଛି ମାତୃଶକ୍ତି କିପରି ଜାଗ୍ରତ ହୁଏ ସେ ଆମର ଯବନ କବି ସାଲବେଗଙ୍କ ପାଖରୁ ମୁଁ ଯାହା ଠିକଠାକ କରିଛି ବା ତାଙ୍କର ଜୀବନ ଚର୍ଚ୍ଚାରୁ ଯାହା ଜାଣିଛି ଯେ ସାଲବେଗ ମାତୃ କୃପାରୁ ହିଁ ପରମାତ୍ମା ପୁରୁଷୋତ୍ତମକୁ ଦର୍ଶନର ସୁଯୋଗ ପାଇଥିଲେ। ମୁଁ ତାଙ୍କର ଗୋଟେ ବନ୍ଦନା ପାଠ କରୁଛି। ଆହେ ନୀଳ ଶୈଳ ପ୍ରବଳ ମତ ମୋ ଆରତ ନଳିନୀ ବନକୁ କରଦରନ ଜାତିରେ ମୁଁ ଯବନ। ଆପଣ ମାନେ ନିଶ୍ଚୟ ଜାଣିଥିବେ ସେ ଜାତିରେ ଯବନ। ସାଲବେଗ ପିତାଙ୍କ ନାଁ ଲାଲବେଗ। ଓଡ଼ିଶାରେ ବ୍ରାହ୍ମଣ କନ୍ୟାକୁ ବିବାହ କରିଥିଲେ। ତାଙ୍କର ସମର୍ପଣତା ଭାବ ମୁଁ ଆପଣଙ୍କ ପାଖରେ ସାମାନ୍ୟ ଗପ ମାଧ୍ୟମରେ ଟିକେ ଉଲ୍ଲେଖ କରିବାକୁ ଯାଉଛି। ଯେହେତୁ ଯବନ ଥିଲା ଏବଂ ବାପା ରାଜା ଥିଲେ, ଟିକେ ଦୁର୍ବଳ ଥିଲେ, ସାଲବେଗ ଟିକେ ଦୁର୍ବଳ ଥିଲେ କିନ୍ତୁ ରାଜା ପୁଅ ଥିଲେ, ମୁସଲମାନ ରାଜା ପୁଅ ଥିଲେ। ହଉ ଯାହା ହଉ ଯୁଦ୍ଧ ଚାଲିଥିଲା। ଯୁଦ୍ଧରେ ସାଲବେଗଙ୍କୁ ଯୁଦ୍ଧକୁ ପଠେଇ ଦେଇଛନ୍ତି। ଯୁଦ୍ଧରେ ସାଲବେଗ ପରାସ୍ତ ହେଇଯାଇଛନ୍ତି, କ୍ଷତ ବିକ୍ଷତ ହେଇଯାଇଛନ୍ତି। ତାଙ୍କ ପାଇଁ କାହାର ସୂଚନା ନାହିଁ। କାହିଁକି ନା ସେ ହିନ୍ଦୁ ରମଣୀର ପୁତ୍ର। କିନ୍ତୁ କେତେ ଶକ୍ତି ସେ ତାକୁ ପ୍ରତିପାଦନ କରିଛନ୍ତି। ପୁରୁଷୋତ୍ତମ ଭଗବାନ ନୀଳାଞ୍ଚଳ ବିହାରୀ ତାଙ୍କର କେତେ ଶକ୍ତି ସେ ତାକୁ ପ୍ରତିପାଦନ କରିଛନ୍ତି। ତାଙ୍କ ମାଙ୍କ କ୍ଷତ ବିକ୍ଷତ ଅବସ୍ଥାରେ 7 ଦିନ ବୁଦା ଭିତରେ ପଶିକି ରହିଛି। ସମସ୍ତ ଯୁଦ୍ଧ ସରି ଯାଇଛି, ସମସ୍ତ ଫେରି ଆସିଛନ୍ତି, ସାଲବେଗ ଘରକୁ ଫେରି ନାହାନ୍ତି। ସାଲବେଗ ମାତୃଙ୍କ ପାଖରୁ ଶୁଣିଛନ୍ତି ଯେ କାଳିଆ ସାନ୍ତ ଅଛନ୍ତି। ଯେତେବେଳେ ଯୁଆଡେ ଯିବୁ କେବଳ କାଳିଆ ସାନ୍ତ ହିଁ ସମର୍ପଣ କରିଥିବୁ। ଦାରୁ ବ୍ରହ୍ମ ନମାମି, ଦାରୁ ବ୍ରହ୍ମ ନମାମି, ଦାରୁ ବ୍ରହ୍ମ ନମାମି। ଦାରୁ ବ୍ରହ୍ମଙ୍କୁ ନମସ୍କାର କରି ବୁଦା ଭିତରେ ସାଲବେଗ ଆସି ପଶିକି ରହିଛନ୍ତି। କ୍ଷତ ବିକ୍ଷତ ଅବସ୍ଥାରେ ବୁଦା ମୂଳରେ ଥିବା ଗଛ ମୂଳରେ ଯୋଉ ପାଣି, ସେ ପାଣିକି ପିଇଛନ୍ତି। 7 ଦିନ ପରେ ଆସ୍ତେ ଆସ୍ତେ ଘରକୁ ଫେରିଛନ୍ତି ଚାଲିছে। ଆରେ ଯାହା ହଉ ସାଲବେଗ ବଞ୍ଚି ଯାଇଛନ୍ତି। ମାତା ତାଙ୍କୁ ଔଷଧ ଲେପନ କରି ଯାହା ତାଙ୍କୁ ଭଲ କରିଛନ୍ତି। ସେଇ ଦିନରୁ ସେ ଆଉ ସକ୍ଷମ ହେଇନାହାନ୍ତି। କେବଳ ମାଙ୍କର କିଛି ଜଗନ୍ନାଥ ମହାପ୍ରଭୁଙ୍କର କଥା ଶୁଣି ସେ ସେଇଥିରେ ଉଦ୍ବୁଦ୍ଧ ହେଇଛନ୍ତି। ଆଉ ଯୁଦ୍ଧ କରିପାରିବି ନାହିଁ, ଆଉ ରାଜଶାସନ କରିପାରିବି ନାହିଁ, ଆଉ ରହିବେ। ତେଣୁକରି ମୁଁ କଣ କରିବି, ମା ଆଦେଶ ଦେଇ ଯା, ଯୋଉ କାଳିଆ ସାନ୍ତ ତତେ ରକ୍ଷା କରିଛନ୍ତି ତୁ ସେଇ କାଳିଆ ସାନ୍ତ ପାଖରେ ଯା। ଆପଣ ଜାଣିଛନ୍ତି କେତେ ବାଟ ଚାଲି ଚାଲି 1600 କୋଶ ଚାଲି ଚାଲି ସେ ରଥ ଦାଣ୍ଡରେ ଆସି ପହଞ୍ଚିଛନ୍ତି। ମୋ ଯିବା ଯାକେ ଥିବୁ ରହି, ଯେହେତୁ ଯବନ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ ନାହିଁ, ତେଣୁକରି ପ୍ରଭୁଙ୍କୁ ଡାକିଛନ୍ତି ସେଇ ରଥ ଉପରେ ଥାଅ ପ୍ରଭୁ, ମୁଁ ତମକୁ ଦର୍ଶନ ନ କଲା ତମ ରଥ ଚାଲିପାରିବ ନାହିଁ। ସେ ହିଁ ହେଲା ଭକ୍ତର ଆବେଗ ଭଗବାନ ଶୁଣନ୍ତି। ଏବଂ ଆମର ଏଇ ଯୋଉ କଥା ଅଛି, ଆମେ ସେଇଭଳି ଭକ୍ତ ହବା। ଆମେ ଭକ୍ତର ଆବେଗ ନିଶ୍ଚୟ ଭଗବାନ ଶୁଣିବେ, ସେ ଭରସା ଆମର ରହିବା ଦରକାର। ମୁଁ ବର୍ତ୍ତମାନ ଏଇ ସମର୍ପଣ କଥାରୁ କିଛି କଥା ଆରମ୍ଭ କରୁଛି। ସେ କଥାଟି ହଉଛି ଯେ ଆମର ଗୀତା ବାବା ଯେ ଆମକୁ ପ୍ରଥମେ ଗୁରୁ ହିସାବରେ ଜ୍ଞାନ ଦେଇଥିଲେ ଏବଂ ସେ କହିଥିଲେ ଯେ ତମେ ଯେତେବେଳେ ଯୋଉଠି ପାଠ କରିବ ଏଇ ପ୍ରତିଜ୍ଞା ଟିକେ ପାଠ କରିବ
से प्रतिज्ञाटी होइछि समर्पणर विषय वस्तु। मु वर्तमान आपनक आगरे ए समर्पणर विषय वस्तु टिके उपस्थापन करिया जाउछि। काहेकि सालेबेग कथा मानली ना सालेबेग होचंती समर्पणर शेष उत्स। तांकर समर्पण भाव आउ पृथ्वी रे अद्वितीय, तांको संगे केही तुलना कराई परिबनी। से कहिथिले जे सालेबेग जते आस्तिले से धृति रे स्थिर रखिबी मो अव्यक्त आत्मा। मां को पाखरो अव्यक्त आत्मा बाबद रे से अवगत हिथिले जे आत्मा कौन परमात्मा कौन। ये आत्मा परमात्मा थिबो, निश्चय परमात्मा को संगे मिसिबो, दिने ना दिने मिसिबो एवं ए आत्मार उद्धार हबो। जेहेतु से विच्युत हो जाइछन्ति परमात्मा कठारु ठीक पहुंची जाइछन्ति, संसारर लीला खेलारे ठी जाइछन्ति। संसारर लीला खेलारे पसी जाई केला परे युद्ध करी क्षत विक्षत होइछन्ति। आमे सेमति क्षत विक्षत होचे, संसारर सब विचार पसी आमे क्षत विक्षत होचे, किंतु आमे परमात्मा को चिनि पारनो। वर्तमान आमे चेष्टा करिबा धृति रे आमे केमति भगवान को परमात्मा को रखिबा। आपण जानिछन्ति इंद्रिय मन बुद्धि ज्ञान विवेक प्रज्ञा धृति पाखरे पहुंचिया पय हमको सब बहुत समय जोटा के हमको गीता रे ए धृति रे परामर्श, गीता हमको धृति बाबद रे परामर्श देछि। से कहछन जे धृति रे मु स्थिर रखिबी मो अव्यक्त आत्मा। मो आत्मा मोर केवल अव्यक्त परमात्मा ही मोर होचंती साथी। एठी जो मो साथी करिछि ये साथी केबे मोर नहंती। मो अनादि कालरो जे परि अछि सेही परि थिबी। अनादि अनादि कहले तार आदि अंत नाही। केते शह कोटी वर्ष पूर्वरु अछि, केते शह कोटी वर्ष पर्यंत रहइबो, ये हला अनादि। आमे जाउथिबा आसुथिबा 84 लाख जोनि रे जन्म नउथिबा एवं आमे अनादि तत्व रे घुरी बुलुथिबा सेही परि थिबी। अनंत काल पर्यंत आमे रहिबा। आमे केबे कुआड चली जिबा नै। आई सृष्टि चक्र रे आमे एमिति बुली 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 आस्तिला आसुथिबा। मोर ए सृष्टि चक्र रे मोर केबे विनाश भी होबो नाही। मोर विनाश नाही। ये आत्मार विनाश नाही। ये शरीरर विनाश हे जाउची, प्रकृतिर विनाश हे जाउची, किंतु मोर आत्मार विनाश। शरीर परे विनाश जेहेतु न होबो, मो शरीर परे शरीर, शरीर परे शरीर, शरीर परे शरीर धरि चालू। मो सबले शरीर धरिबा संगे संगे मोर मुक्तिर कामना करुथिबी। मोर समर्पण भाव रहिथिबो जे सालबेगଙ୍କ परि मो समर्पण ही गले ये एठारे मोर मनीष चली जाए, किंतु तार गति समस्ते मन भितर रखि थांती। आज सालबेगଙ୍କୁ आमे सेति फाइन कहले सूर्य पृथ्वी को प्रकाश देबा परि ये आत्मा मते प्रकाश शक्ति देउछि। हमें जो प्रकाश शक्ति पाउचे से आत्मा द्वारा पाउचे। शरीर ये केवल आत्मा द्रष्टा रूपे सब देखुछि। शरीर जन्म नहींचे, ये जीवात्मा पाइचे, ये जीवात्मा भीतर द्रष्टा भाव रे जीवात्मा रही जाइछि। से सब द्रष्टा भाव रे देखुछि जे कोन होउछि, कोन क्रिया होउछि। ये संसार रे मो पाखरु आंकु जी ये संसार को जाइछि, ये क्रिया की प्रकार क्रिया करूछि, आर क्रियार महत्व केते, हानि केते, लाभ सत केते असत केते। भगवान उपरे परमात्मा उपरे रही देखुछंती। ये माया संसार अभिनयर रंगमंच। एठी हम आसे अभिनय करिबा। आपण माने जानिचंती जे आपण माने ड्रामा कला बेले बा यात्रा कला बेले किछि किछि हरिश्चंद्र का पाठ भी करंती। हरिश्चंद्र का पाठ कला बेले से सभ्या से तांगा पुओ को काटी के श्मशान रे नै कि देला बेले सेठी हरिश्चंद्र श्मशान जगिचंदी। तांका पुओ को शवदाह कला बेले से सभ्या को तांगा पैसा पाउना मागुचंती। ये आज्ञा होची धर्म। श्मशान जगिले भी मोर धर्म, मो पैसा आदाय करिवि। तमे मोर पुओ हो, मोर स्त्री हो, मोर जी होच हो। संसार ये अभिनय सेठी हरिश्चंद्र तांकर अभिनय ठीक करचंती। मु शमशान घाट जगिछि, मोर पैसा दरकार, तमे किए मु चिन्ही नाही। सेही भली ये अभिनय हमर ठीक हबो। रंगमंच रे हमर अभिनय ठीक हबो। हरिश्चंद्र को भली हम अभिनय करिवा। हमर
ସବୁ थिबो किछि नथिबो हेले आम पाखरे परमात्मा थिबे यही भाव को पाखरे रखी आम हरिश्चंद्र भले पाठ करिबा एठारे सबु पतित किछि प्राप्त संसार को आछे सबु करिबा किछि नै कि जीवा नै मु काली भी कहिथिली आपनकर अलेक्जेंडर खाली हाथ सबु पतित किछि मते प्राप्त हबो नै केवल भगवान ही प्राप्ति भगवान प्राप्ति किमिति हेबे ये गीता पढ़ी बुझी मानी जेति की धारण करिथिबा खाली मु कहिथिले जमद्वारे पहुंचला परे गंडीरा नै कि जीवा गंडीरा खोलिबा कोन खोली के जम को देखैबा देखि कि जमदंडर मुक्त एठी तो सब पतित किछि प्राप्त हबनी प्राप्त कोन हबो आपण माने विचार करूथिबे आपण माने गीता बहुत पढ़िलनी बुझिलनी जानलेनी तो आपण को कोन प्राप्त आपण प्राप्त केउथिरे आसक्त हेबि नाही आसक्ति ही सब होची बड़ खराब कथा ताहा द्वारा आम ए संसार रे आसक्ति हेई परमात्मा को भूली जाउछ प्रतिकूल परिस्थिति एवं पाप कर्म फल भोग प्रतिकूल जेबे किछि प्रतिकूल परिस्थिति आमर होची आमे भाबुचे हमर पाप कर्म होची ना सेटा सब भूल कथा आमे पाप पुण्य आम पाखरे किछि नाही या द्वारा भगवान कृपा करी कर्म बंधन नाश करंती आमे जेबे पाप पुण्य को किछि न भाबिवा ताहले हमर कर्म भोग आराम रे हो आमे जेबे पाप पुण्य को बखाणीबा एवं तार गुणगान करिबा पाप पुण्य को देखिबा ताहले संसार रे हमर माने यह द्वारा भगवान दया करी कर्म बंधन नाश करंती आमे पाप पुण्य को न देखिले आम पाखरे जो कर्म बंधन अछि कर्म किमिति बंधन होउची जे संसार को धरचे कर्म बंधन जे परमात्मा को धरते कर्म रु मुक्त आपण मन ए बाबत भले कि जानी छुंती मो सुख भोगरे प्रभुता कमे एवं प्रत्येक परिस्थिति पूर्व पतित नाटक माने करी परिस्थिति रे रही सम्मुखीन हेले परिस्थिति प्रति समता आसीबो यह तप समर्पण आमे तप समर्पण करूचे आम तप आमे वर्तमान प्रथम आरंभ करथि समर्पण ये जो भाव द्वारा आमर तप समर्पण हबो आपण समर्पण तप समर्पण केते प्रकार समर्पण तो सब जानि चंती आत्मा स्वरूप हिजबी आत्मा स्वरूप काली मु कहिथिली आत्मा स्वरूप हेले आपण को हैप्पीनेस आसीबो हैप्पीनेस ही स्वधर्म आनंद ही स्वधर्म प्रसन्नता होची स्वधर्म तेणु करी आपणकर आत्मस्वरूप ही जिवे स्वरूप अनुभूति आपण पाखु आसी जिवो बहु स्वरूप ना आपणकर सब बेले मन भितरे भगवान कर स्वरूपता आपण पाखरे आसी पहुंची जाउथिबो से आपण पई हे जिवो तप आत्मा फल भोगर निमित्त मात्र आत्मा आत्मा को खाली स्वरूप देखिबी शत्रु मित्र उदासीन व्यक्ति माने सेमानकर अभिनय करी मोर प्रारब्ध फल भोगरे निमित्त मात्र जो परिवार मो पाखरे अछि जो संसार अछि जो भाई बंधु कुटुंब अछंती से माने केवल मोर अभिनय थी एठी आछि मो अभिनय करूछि मो जन्म हेली 12 वर्ष जाके भागवत गादी पूजा हला जन्मदिन हला 16 पाला हला ठीकला हला मु पुओ हेली अरे 20 वर्ष पर मु पुनी बापा ही जाइछि मते जणा पड़ी ने मु 20 वर्ष पर बापा ही जाइछि पुओर रोल कली पुनी बापार रोल कली पुनी भाई रोल कली स्वामी रोल कली करी 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 मु बुढ़ा ही गली भाई मु आज बुढ़ा ही गली सब मोर रोल चलची अभिनय करी मोर प्रारब्ध कष्ट होउची मु पुओ होउची बाप होउची माँ होउची भाई होउची सब होउची किंतु एटे मोर अभिनय चलची ये संसार रे आछि 100 वर्ष पई अभिनय करिबी 100 वर्ष पई भी सबरी अभिनय करथिला आपन को कथा से दिन कहिथिली जे सबरी कहिथिला जे ये जो छेली सब काई रखिछ ना ता बापा कहिथिले ये छेली सब रहिची तो बाघर रे मांस भोजी दिया जीवो कहला कोन हला एते जीव मारी की मो बाघर रे मांस करी भोजी दबो ये बाघर मो पई शुभ प्रदान नुहे तेणु करी मो ए घर छाड़ी की चली जीवी मात्र 12 वर्ष बयस रे से ये कथा को चिंता करी सबरी
ସେ ଘର ଦ୍ୱାର ତ୍ୟାଗ କରି ଚାଲି ଯାଇଥିଲା। କାହିଁକି ଚାଲି ଯାଇଥିଲା? ନା ଏତେ ଗୁଡିଏ ଜୀବଙ୍କୁ ମୁଁ ବଞ୍ଚେଇ ଦେବି, ଯେବେ ମୋ ବାହାଘର ନ ହୁଏ ତାହେଲେ ଏ ସବୁ ଗୁଡିକ ଜୀବ ମୋ ପାଇଁ ବଞ୍ଚିଯିବେ। ହଁ, କିନ୍ତୁ ଆମର କଣ ହଉଛି ଭାଇ? ଆମର ସବୁ ଓଲଟା ହେଇଯାଉଛି। ଆମେ ଘରକୁ ଜାବୁଡିକି ଧରୁଛେ, ବୁଲି ବୁଲି ସବରି ଯାଇକି ସବୁ ଋଷିଙ୍କର ଘର ରାତି 4ଟାରୁ ସଫା କରେ। ସବୁ ସବରୀଙ୍କର ସବରି ଯାଇକି ସବୁ ମୁନି ଋଷି ମାନଙ୍କର ଘର ସଫା କରେ। ଆରେ ରାତିରେ ଘର କିଏ ସଫା କରୁ? ନିଜ ନିଜ ଭିତରେ କଥାବାର୍ତ୍ତା ହୁଅନ୍ତି ଯେ ରାତି 4ଟାରୁ ଆସିକି ଘର କିଏ ସଫା କରିଦଉଛି, ଘର କିଏ ସଫା କରିଦଉଛି, ଘର ପରସ୍ପର ଭିତରେ କଥାବାର୍ତ୍ତା ହୁଅନ୍ତି। ଶେଷରେ ସବରି ଯାଇ ମାତଙ୍ଗ ଋଷିଙ୍କ ପାଖରେ ପହଞ୍ଚିଛି। ମାତଙ୍ଗ ଋଷି କହିଛନ୍ତି, ରେ ମା, ଏତେ କାମ କରୁଛୁ, ତୁ ଝିଅ ବୟସରେ ଏତେ କାମ କରୁଛୁ, ତୁ ସବରି କନ୍ୟା, ତୋର ଏତେ ଜ୍ଞାନ ଉଦୟ ହେଇଛି। ସବରିରେ ବି ଜ୍ଞାନ ଉଦୟ ହବ। ଲାଲ ବେଗ ବ୍ରାହ୍ମଣୀ କନ୍ୟା ନେଇଗଲେ ବି ତାର ଜ୍ଞାନ ଉଦୟ ହବ। ଜ୍ଞାନ ସବୁଆଡେ ଉଦୟ ହବ। ଜ୍ଞାନର ଭରପୁର ଭଣ୍ଡାର, ଜ୍ଞାନର କୋଉଠି କିଛି ଅଭାବ ନାହିଁ। ଜ୍ଞାନଟାକୁ ଆମେ ସଂଗ୍ରହ କରିବା ଆମର ହେଲା କାମ। ତେଣୁକରି ସେଇ ସବରି 200 ବର୍ଷ ବଞ୍ଚି ପୁଣି ରାମ ଠାକୁରଙ୍କୁ ଦେଖା କରିଥିଲା। ସେ ବାବଦରେ ମୁଁ ଆଉ ଅଧିକା ଯାଉନି, ଇଏ ହେଲା ଅଭିନୟ। ତେଣୁ ସେ ବି ସବରି ବି ଅଭିନୟ କରିଥିଲା, ଆମେ ବି ଅଭିନୟ କରୁଛେ, କିନ୍ତୁ ସେ ଅଭିନୟ ଆଉ ଆମ ଅଭିନୟ ଭିତରେ ଆକାଶ ପାତାଳ ପ୍ରଭେଦ ହଉଛି। କାହିଁକି ପ୍ରଭେଦ ହଉଛି? ତେଣୁକରି ଆମେ ଗୀତା ପଢି ବୁଝି ମାନି ୟାକୁ କାମରେ ଲଗେଇବା। ପ୍ରତ୍ୟେକ ବ୍ୟକ୍ତି ଅଭିନୟର ସାଥୀ। ତେଣୁକରି ଏ ସବୁ ଆମେ ସମଭାବ ରଖିବା, ଆମେ ଏଥିରେ ସମ୍ବନ୍ଧ ରଖିବା, ଭାବ ରଖିବା, ସଂସାରରେ ରହିବା। ସଂସାରରୁ କୁଆଡେ ଚାଲିଯିବା ନାହିଁ, ଆମେ ସବରଣୀ ହେଇପାରିବା ନାହିଁ। ତଥାପି ଆମେ କିନ୍ତୁ ଆମେ ଭାବ ରଖିବା। କୋଉ ଭାବ? ନା ଈଶ୍ୱର ଭାବ। ଈଶ୍ୱର ଭାବର ଉଦ୍ରେକ ହେବ। ଆମେ ସେ ଈଶ୍ୱର ଭାବକୁ ପ୍ରତିପାଦିତ କରି ଜୀବନ ଯାପନ ଆଗକୁ ଆଗକୁ ପଛ ଯେତେ କାର୍ଯ୍ୟ ହବ ଆମେ ସ୍ୱାର୍ଥ ରହିତ ହିଁ କରିବୁ। କିନ୍ତୁ ଆମେ ସ୍ୱାର୍ଥବାଦୀ ହେଇ କାର୍ଯ୍ୟ କରୁଛେ। ସ୍ୱାର୍ଥବାଦୀ କାମ ଆମର ଗୀତାର ବିରୁଦ୍ଧାଚରଣ କରେ। ଆମେ ସ୍ୱାର୍ଥ ରଖି କେବେ କାମ କରିବା ନାହିଁ। ଫଳଟା ସଂସାରର ସିଦ୍ଧି ଅସିଦ୍ଧିରେ ମୋର କିଛି ଭାବ ରହିବ ନାହିଁ। ଆମେ ଯେବେ ସ୍ୱାର୍ଥକୁ ତ୍ୟାଗ କରି କାମ କରିବା, ଆମର ସିଦ୍ଧି ଅସିଦ୍ଧି କିଛି ରହିବ ନାହିଁ। ଏ ସମ ପରିସ୍ଥିତି ଆମ ପାଖରେ ଆସିକି ପହଞ୍ଚିବ, ଯୋଉ ପରିସ୍ଥିତି କି ଆମକୁ କର୍ମ ସାହାଯ୍ୟ କରିବ। ଯୋଉ କଥା ଗୁଡିକ ମୁଁ କହିଲି, ସେ କଥା ଗୁଡିକ ଆମର ଗୀତାରେ ପ୍ରଦତ୍ତ ଅଛି ଏବଂ ଆମେ ତାକୁ ମାନିବା ପାଇଁ ଚେଷ୍ଟା କର। ମାନିବା ଦ୍ୱାରା ଆମର କଣ ହବ? ନା କର୍ମ ଯୋଗରେ ପରିଣତ। ଆମେ କର୍ମ କରୁଥିବା ଅଟୋମେଟିକ ଆମ କର୍ମଟା ଯୋଗରେ ପରିଣତ ହେଇଯାଉଥିବ, କେବେ ଭୋଗରେ ପରିଣତ ହବ ନାହିଁ। ଭୋଗ ହିଁ ଦୁଃଖଦାୟକ, ଯୋଗ ହିଁ ଉଦ୍ଧାର କାରକ। ସମସ୍ତ କର୍ମ ଫଳ ଭଗବାନଙ୍କ ନିମିତ୍ତ ମାତ୍ର ହୋଇ ନିର୍ଲିପ୍ତ ହୋଇ କରିବି। ନିର୍ଲିପ୍ତ କେମିତି ହେବି? ମୁଁ ସେଦିନ କହିଥିଲି, ପଦ୍ମ ପତ୍ରଇବ ମଶା। 7 ତାଳେ ପଙ୍କରୁ ଉଠିଲେ ମଧ୍ୟ ଯେତେ ଗରିବ, ଯେତେ ମାନସିକ ଦୁଶ୍ଚିନ୍ତା, ରୋଗ ବୈରାଗ୍ୟ ଯେତେ ଯାହା ହଉଛି ହଉ, ମୁଁ ନିର୍ଲିପ୍ତ ରହିବି। ମୁଁ କେବଳ ପରମାତ୍ମାଙ୍କର ଆସିଛି, କିଛି ଦିନ ପାଇଁ ଏଠି ଶରୀର ଧାରଣ କରିଛି। ଏ ଶରୀରରେ ଆସିବ, ଏ ମନରେ ସବୁ ଆସିବ, ଏ ଅହଙ୍କାରରେ ସବୁ କିଛି ମୁଁ ଭ୍ରୂକ୍ଷେପ କରିବି ନାହିଁ। ମୁଁ କେବଳ ନିର୍ଲିପ୍ତ ରହିବି। ନିର୍ଲିପ୍ତ ରହିଲେ ହିଁ ମୋର ଭକ୍ତି ଯୋଗରେ ପରିଣତ ହବ। ଭକ୍ତି ଭାବ ଦେଖାଯିବ। ପଦ୍ମ ଉଠି ଯାଇଛି 7 ତଳ ପଙ୍କରୁ, ମୁହଁ କରିଦେଇଛି ସୂର୍ଯ୍ୟଙ୍କ ଆଡକୁ। ହେ ସୂର୍ଯ୍ୟଦେବ, ତମର କରୁଣାରୁ ମୁଁ ଏ ପଙ୍କ ଭିତରୁ ଉଠିକି ବାହାରି ପାରିଛି। ଆପଣ ହିଁ ମୋର ସାଥୀ, ଆପଣ ହିଁ ମୋର ସାଥୀ, ଆପଣ ହିଁ ମୋର ସାଥୀ। ମୁଁ ଆପଣଙ୍କ ପାଖରେ ମୋର ସମର୍ପଣ। ଏଇ ଯୋଉ ମୁଁ ଯୋଉ ଉଠିଛି, ଯୋଉ କର୍ମ କରିଛି, ଏଠି ମୋର କର୍ମ ସମର୍ପଣ ମୁଁ କରିଦେଇଛି। ମୁଁ 7 ତଳ ପଙ୍କରୁ ଉଠି ଆପଣଙ୍କ ପାଖରେ ସମ୍ମୁଖୀନ ହେବା ପାଇଁ ଚେଷ୍ଟା କରିଛି। ମୋର ଯେତିକି କର୍ମ ଥିଲା, ମୁଁ ସବୁ କର୍ମ ସମର୍ପଣ ଆପଣଙ୍କ ପାଖରେ କରିଦେଇଛି। ଆପଣ ମତେ ଉଦ୍ଧାର କରନ୍ତୁ, ଆପଣ ମତେ ଉଦ୍ଧାର କରନ୍ତୁ। ଆପଣ ହିଁ ଉଦ୍ଧାର କର୍ତ୍ତା, ଆପଣ ହିଁ ଉଦ୍ଧାର କର୍ତ୍ତା। ଆଉ ଏ ସଂସାରରେ ମୋର କେଉ କର୍ତ୍ତା ନାହାନ୍ତି। କର୍ମ କ୍ରମ ଶରୀର ଇନ୍ଦ୍ରିୟ ମନ ବୁଦ୍ଧି ହେବ, ଏସବୁ ଶରୀର ମନ ବୁଦ୍ଧି ଏସବୁ କୁଆଡେ ଉଭେଇ ଯିବ ଏବଂ ସ୍ୱୟଂ ପରମାତ୍ମା ହୃଦୟରେ ଯନ୍ତ୍ରୀ। ମୋ ହୃଦୟରେ ସବୁବେଳେ ପରମାତ୍ମା ଆସିଯିବେ। ସେ ଯନ୍ତ୍ରୀ, ମୁଁ ଯନ୍ତ୍ର। ଏ ଶରୀର ଏକ ଯନ୍ତ୍ର। ଏ ଶରୀରକୁ ଭଗବାନ ପ୍ରଦାନ କରିଛନ୍ତି। ଏ ଯନ୍ତ୍ର ଚାଲିଛି। ଏ ଯନ୍ତ୍ର କୋଉଦିନ ବନ୍ଦ ହବ ସେ ତାଙ୍କୁ ହିଁ ଜଣା। କିନ୍ତୁ ଏ ଯନ୍ତ୍ର ସବୁଦିନ କାମ କରିବ। ଇଣ୍ଡଷ୍ଟ୍ରିରେ ଯେମିତି ଟାଟା କମ୍ପାନୀରେ ସବୁବେଳେ 24 ଘଣ୍ଟା ଲୁହା ତିଆରି ଚାଲିଛି, ସେଭଳି ଏ ଶରୀରରେ ସବୁବେଳେ ଲୁହା ତିଆରି ଚାଲିଥିବ।
ଏବଂ ଆର ଇଏ କେତେବେଳେ ବନ୍ଦ ହବ ତାର ଠିକ ଠିକଣା ନାହିଁ, କିନ୍ତୁ ଲୁହା ଆସିବ ତା ସେ କାର୍ଯ୍ୟରେ ଲାଗିବ, କାର୍ଯ୍ୟରେ ଲାଗିଲେ ଲୋକଙ୍କର ଉପକାର ହବ। ସେଭଳି ଆମର ଏ ଯନ୍ତ୍ର ସବୁଦିନ କାର୍ଯ୍ୟ କରୁଥିବ, ପରମାତ୍ମା ପାଇଁ କାର୍ଯ୍ୟ କରୁଥିବ। ଏ ଯନ୍ତ୍ର ବନ୍ଦ ହେଇଗଲେ ଠିକ, ଏ ଯନ୍ତ୍ର ଚାଲିଲେ ବି ଠିକ। ଯେତେ ଦିନ ଯାକେ ଥିବା ସାଲେବଙ୍କ ପରି ଆମର ଏ ଯନ୍ତ୍ର ଚାଲିଥିବ ଏବଂ ସାଲେବଙ୍କ ପରି ଆମର ମୁଖ୍ୟ ପ୍ରାପ୍ତିରେ ଆମେ ଇଏ ହେଇଯିବ ଯଜ୍ଞ ସମର୍ପଣ। ଆମେ ସମର୍ପଣ କଥା କହିଲେ ଆମର ଶରୀରକୁ ରଥ ପରି କରିବା। ରଥ ପରି କାହିଁ କରିବା? ଆପଣମାନେ ତ ଜାଣିଛନ୍ତି ଯେ ଶ୍ରୀକୃଷ୍ଣ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ରଥରେ ବସିକି ନେଲା ବେଳେ ସେ ତାଙ୍କର ରଥ ନା କପିଧ୍ୱଜ ରଥ ଥିଲା। ତାଙ୍କର ରଥ ଉପରେ କପି ବସିଥିଲେ। କପି କଣ କରୁଥିଲେ ଆପଣମାନେ ଜାଣିଛନ୍ତି? ପୁରାଣ ଶାସ୍ତ୍ର ଆପଣଙ୍କର ବହୁତ ଜ୍ଞାନ ଅଛି, ମୁଁ ଟିକେ ଖାଲି ସମ୍ୟକ ଆପଣଙ୍କ ପାଖରେ ଥଉଛି ଯେ କପି ଚାହିଁଲେ ହାଲକା ହେବେ, ଚାହିଁଲେ ଓଜନିଆ ହେବେ। ଆପଣ ଜାଣିଛନ୍ତି ରାମ କାର୍ଯ୍ୟ କରିବା ପାଇଁ କପି ମାଛି ରୂପ ହେଇକି ଶୂନ୍ୟରେ ଉଡ଼ିକି ଯାଇ ଲଙ୍କାରେ ପହଞ୍ଚାଇଥିଲେ ଏବଂ ତାଙ୍କର ଯେତେ ବଳବାନ ହେଇଥିଲେ ହେଲେ ମଧ୍ୟ ସେ ତାଙ୍କର ବଳକୁ କେବେ ନିଜେ ଚିନ୍ତା କରନ୍ତି ନାହିଁ। କିନ୍ତୁ ଆମ ପାଖରେ ଯେବେ କିଛି ଟଙ୍କା ପଇସା ବଳବାନ ହେଇଯାଉଛି ଆମେ ନିଜକୁ ବଡ଼ ଲୋକ ବୋଲି ମନେ କରୁଛେ। କପି ଯେତେ ବଳବାନ ଥିଲେ ମଧ୍ୟ ସେ ତାଙ୍କର ବଳର କେବେ, ତେଣୁକରି କପିଧ୍ୱଜ କାହିଁକି ରଥ ଉପରେ ଥିଲା? ଯେତେବେଳେ ଭଗବାନ ଚାହିଁବେ ରଥକୁ ଯୋଉଠି ଚାହିଁବେ ସେଠି ନେଇକି ଥୋଇବେ। କାହିଁକି ନା ଯୁଦ୍ଧ ଧର୍ମ ଜୟ କରିବାକୁ ହେଲେ ଏ ରଥଟାକୁ ସୁରୂପେ ଚାଳନା କରିବାକୁ ହବ ଏବଂ ରଥକୁ ହାଲକା କରିବା। ସେଇଭଳି ଆମେ ଏଭଳି କପିଧ୍ୱଜ ରଥରେ ବସି ଯାଇଛେ ଯେ ଆମର ଏ ଶରୀରକୁ ସମ୍ପୂର୍ଣ୍ଣ ହାଲକା କରିଦବା। ଆମେ ଯୋଉଠି ଚାହିଁବା ସେଠି ଯାଇକି ପହଞ୍ଚିଯିବା, ପରମାତ୍ମା ପାଖରେ ପହଞ୍ଚିଯିବା। କପି ଆମକୁ ସାହାଯ୍ୟ କରିବ। ସେ ଜୟ ହନୁମାନ କି ଜୟ। କପିଧ୍ୱଜ ରଥରେ ଆମେ ବସି ଯାଇଛେ। ବର୍ତ୍ତମାନ କଣ ହବ? ହୃଦୟରେ ପରମାତ୍ମାକୁ ରଖିବା। ପରମାତ୍ମାକୁ ରଖିଲେ ସିଏ ଆମକୁ ଆମର ଓଜନଟାକୁ ହାଲକା କରିଦେବେ। ସେ ଓଜନ କେମିତି ହାଲକା କରିବେ? ନା ତାଙ୍କୁ ଆମେ ସ୍ମରଣ କରିବା ଦ୍ୱାରା ଆମ ଭିତରେ ଯୋଉ ଅବକ୍ଷୟ ସବୁ ଅଛି ସେ ଅବକ୍ଷୟ ଯିବ, ଆମେ ମୋକ୍ଷରେ ଯାଇ ପହଞ୍ଚିଯିବା। ତେଣୁକରି ଆମେ ପରମାତ୍ମାକୁ ହୃଦୟରେ ରଖିବା ଏବଂ ତାଙ୍କରି ପାଇଁ କ୍ରିୟା ହଉଥିବ ଏଟାକୁ ଆମେ ଅନୁଭବ କରିବା। ସବୁବେଳେ ଆମ ପାଖରେ ଭଗବାନ ଅଛନ୍ତି। ସକଳ ଘଟେ ନାରାୟଣ। ମୁଁ ସେ କାଲି କହିଥିଲି କଣ କଣରେ ନାରାୟଣ ଅଛନ୍ତି। ଯୋଉଠି ଚାହିଁବେ ଆପଣ ନାରାୟଣକୁ ଭେଟ କରିପାରିବେ। ଯଥା ସେ ପ୍ରହ୍ଲାଦର କଥା ଜାଣିଛନ୍ତି, ସର୍ବତ୍ର ସବୁସ୍ଥାରେ ସ୍ୱୟଂ ଭଗବାନଙ୍କ ଥିବାର ଅନୁଭବ ହିଁ ଧ୍ୟାନ ଯୋଗ। ଏହିପରି ଧ୍ୟାନ ଯୋଗ କଲେ ଆମେ ଆସିକି ଧ୍ୟାନ ଯୋଗରେ ପହଞ୍ଚି ଯାଇଛେ। ପ୍ରହ୍ଲାଦ ଯୋଗ କରିଥିଲେ ଯେ ଖୁଣ୍ଟରୁ ବାହାରି ହିରଣ୍ୟକଶିପୁ। ତେଣୁକରି ସମସ୍ତ କାର୍ଯ୍ୟ ଭଗବାନଙ୍କ ସ୍ମରଣରେ ରଖି ପ୍ରାଣୟ କାଳରେ ଭଗବାନଙ୍କ ସ୍ମୃତି ରଖିବି। ଏ ସବୁ କରିବାର କାରଣ କଣ? କାରଣ ହେଲା ଯେ ମୁଁ ଯେତେବେଳେ ଇଏ ଚାଲି ଯାଉଥିବି ସେତେବେଳେ ମୋ ପାଖରେ ସାହାଯ୍ୟ ନଥିବେ, କେହି ସାହାଯ୍ୟ ନଥିବେ, କେହି ଯିବାକୁ ନଥିବେ। ଯିଏ ପଠେଇଛନ୍ତି ତାଙ୍କୁ ମୁଁ ଡାକିବି ଏବଂ ତାଙ୍କର ସାଙ୍ଗରେ ହେବି। ପ୍ରଣୟ କାଳରେ ସିଏ ମୋ ହୃଦୟରେ ବସିକି ତାଙ୍କର ନାମ ଜପିବା ପାଇଁ ମତେ ସୂଚେଇ ଦେଇଥିବେ ଯେ ସାର ମାନବ ତୁ ଚାଲି ଯାଉଛୁ, ତେଣୁକରି ମୁଁ ତତେ ଯୋଉ ବାଟେ ପଠେଇଥିଲି ତୁ ସେଇ ବାଟେ ଫେରିଆ। ସେଇ ବାଟେ କେମିତି ଫେରିବୁ? ମୁଁ ତତେ ପଥ ଦେଖେଇଦେବି। ସେ ପଥ କେମିତି? ନା ତୁ ମତେ ସ୍ମରଣ କରୁଥିବୁ। ତୁ ମତେ ଯେତେବେଳେ ସ୍ମରଣ କରୁଥିବୁ ମୁଁ ସେଇ ବାଟେ ଦେଖେଇଦେବି ଯୋଉ ବାଟଟା ତତେ ସୁଗମ ହବ ଏବଂ ଜନ୍ମ ଜନ୍ମ ପାଇଁ ତୁ ବ୍ରହ୍ମବିତ ହେଇଯିବୁ। ବ୍ରହ୍ମବିତ ହେଇଯିବୁ। କେମିତି ବ୍ରହ୍ମବିତ ହବୁ? ନା ତୁ ମୋ ବାଟରେ ଚାଲୁଛୁ, ମତେ ଧରିଛୁ, ମତେ ସାହାରା କରିଛୁ, ମତେ ଆଶ୍ରା କରିଛୁ। ମୁଁ ତତେ ଉଚିତ ପଥ ଦେଖେଇବି। ଯେତେ ପତିତ ରୂପ ପାପନ କରିବା ପାଇଁ ଭଗବାନ ତାଙ୍କର ବାହୁ ବଢେଇ ଦେଇଛନ୍ତି। ତେଣୁକରି ସେ ହେଉଛନ୍ତି ମହାବାହୁ। ତାଙ୍କ ବାହୁ ପ୍ରସାରିତ କରିବେ, ଆମକୁ ବାଟ ଦେଖେଇ ଦେବେ। ଆମେ ଯାଇକି ତାଙ୍କ ପାଖରେ ବ୍ରହ୍ମବିତ ହେଇକି ପହଞ୍ଚିଯିବା।
ସଂସାର ଯେତେ କର୍ମ ସେଇଥିପାଇଁ ଯେତେ ମୁଁ କର୍ମ କରିବି ସବୁ ସଂସାରର କଲ୍ୟାଣ ପାଇଁ କରିବି, ଦେବ ଉପାସନା ପାଇଁ। କାମନା ରଖି କୌଣସି କର୍ମ କରିବି ନାହିଁ। କାମନା ହିଁ ବନ୍ଧନ। ଯଦି ମୁଁ କାମନା ଏଇ ସବୁ କାମ କରିବାକୁ ଯାଉଛି ତା ପାଖରେ ମୋ ପାଖରେ କିଛି କାମନା ରହିବ ନାହିଁ। କାମନା ହିଁ ବନ୍ଧନ। କାମନାରୁ ମୁଁ ଦୂରେଇ ରହିବି। କାମନାର ବାସନାରେ ମୁଁ ଆସିବି ନାହିଁ। କାମ ମତେ ପ୍ରବୁଦ୍ଧ କରିପାରିବ ନାହିଁ। ଦେବାଦେବୀ ଉପାସନା କରିବି, ନିଷ୍କାମ ଦେବାଦେବୀ ଉପାସନା କରିବି। କ୍ଷୀର ଢାଳି ଦେଇ କହିବି, ମୋ ଗାଁରେ ଦେଖିଛି ଲେଡିଜ ସବୁ ଗାଳି ମନ୍ଦ ହୁଅନ୍ତି, କଳି କଜିଆ ହୁଅନ୍ତି। ଆଉ ସକାଳୁ ନେଇ କହିବେ ମୁଁ କ୍ଷୀର ଢାଳି ଦେଇ ତୋ ସ୍ୱାମୀ ମରିବ। ହଁ, ଇରେ 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 ତୁ ଯାଉଛୁ ଠାକୁରଙ୍କ ପାଖକୁ କ୍ଷୀର ଟିକେ ଢାଳି ଦେଇକି ତୁ ତା ସ୍ୱାମୀ ମରିବ। ମୁଁ ତତେ କହିଯାଇଛି ମୋ ସେ ମରିବ। ହଁ, ଆରେ କି କଥା ତୋ ପୁଅ ମରିବ? ଆରେ ଇଏ କି କଥା? ଏ କଥାକୁ ମନରୁ ଦୂରେଇ ଦେବା, ଉପାସନା କରିବା, ପ୍ରଭୁଙ୍କୁ ଉପାସନା କରିବା, ଠିକ ଉଚିତ ବୁଦ୍ଧି ମାଗିବା, ଜ୍ଞାନ ମାଗିବା ଏବଂ ଆମର ସଂସାରରେ କେମିତି ପାରି ହେବା ସେ ପାଇଁ ଆମେ ସବୁବେଳେ ପରମାତ୍ମାଙ୍କ ପାଖରେ ଋଣୀ ହେଇ ରହିବା। କାମନା ହେତୁ କର୍ମ ବନ୍ଧନ ଦୃଢ ହୋଇଥାଏ। ତେଣୁକରି କାମନା କରିବ ନାହିଁ। କାମନା କଲେ କର୍ମ ବନ୍ଧନ ଦୃଢ ହବ, କର୍ମର ମୁକ୍ତ ହବ ନାହିଁ। ସେ ତେଣୁକରି କାମନା କେବେ କରିବ ନାହିଁ। ରାଗ ଦୋଷ ହୋଇ ଇନ୍ଦ୍ରିୟଙ୍କୁ ସବୁ ସଂଯତ କରିବ। କେବେ ରାଗ ଦୋଷ ଭାବ ତମ ପାଖରେ ଆସିବ ନାହିଁ। ବିଷ ସେବନ କରିବ ନାହିଁ। ବିଷ ସେବନ ଦ୍ୱାରା ଆମର ଯୋଉ ପ୍ରାରବ୍ଧ ବଢି ବଢି ଚାଲେ। ପୁଣି ଜନ୍ମ, ପୁଣି କଷ୍ଟ, ପୁଣି ଜନ୍ମ, ପୁଣି କଷ୍ଟ, ପୁଣି ଜନ୍ମ, ପୁଣି କଷ୍ଟ। ତେଣୁକରି ଜାଗ୍ରତରେ ସବୁବେଳେ ଭଗବାନଙ୍କୁ ଦିନାକ ଚାନ୍ତନ ମନ୍ଦନ ଯୋଗଯୁକ୍ତ ହିଁ କରିବ। କାମ କ୍ରୋଧ ମୋହ ମଦ ମାଶ୍ଚର୍ଯ୍ୟ ବିକାରରେ ଆସିବ ନାହିଁ। କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ, କାମନାର ବିନାଶରେ ଦୁଃଖର ବିନାଶ। କାମ କ୍ରୋଧ, କାମନା ପୂରଣ ନହେଲେ କ୍ରୋଧ ହବ। କ୍ରୋଧ, କାମ କ୍ରୋଧ ଲୋଭ, ଯେବେ କାମନା ପୂରଣ ହେଇଯାଇଛି ତାର ଲୋଭ, ଆଉ ଏ ସଂସାର ଛାଡିକି ଯିବି ନାହିଁ, ଭଗବାନ କିଛି ନାହାନ୍ତି, ମୁଁ ସବୁ କରିଦେଇଛି, ଇଏ ଲୋଭ ଆସିବ। କାମ କ୍ରୋଧ ଲୋଭ ମୋହ ଯେତେବେଳେ ଆସିବ, ଘର ଦ୍ୱାର 3 ମହଲା 5 ମହଲା କୋଠା, 5ଟା ଗାଡି ହବ, ସେତେବେଳେ ପୁଣି କାମ କ୍ରୋଧ ଲୋଭ ମୋହ ଆସିଯିବ। ମୋହ ଏଇ 4ଟା ଜିନିଷ ପ୍ରଥମ ଛାଡିକି ଆମେ କେବେ ଭଗବାନ ପାଖକୁ ଯାଇପାରିବାନି। ତେଣୁକରି ଏଇ ବାବଦରେ ମୁଁ ଆଉ ଥରେ ଟିକେ ଭଲକି କରିଥାନ୍ତି, ଆଜି ତ ସମୟର ଅଭାବ ରହୁଛି। ତେଣୁକରି ମୁଁ କହେ କାମ କ୍ରୋଧ ଲୋଭ ମୋହ ମଦ ମାଶ୍ଚର୍ଯ୍ୟ। ମଦ କହିଲେ ମୋ ଛଡା ଏ ଦୁନିଆରେ ଆଉ କେହି ବଡ ନାହିଁ। ଆପଣ ଜାଣିଛନ୍ତି, ଟିକେ ମଦ ଖାଇଦେଲେ ଯେ ଲୋକ କହେ ମୁଁ ଏ ସଂସାରରେ ହଉଛି ସବୁଠୁ ରାଜା। ହଁ, ତେଣୁକରି ସେ ଯୋଉ ମଦ, ସେଇ ଯୋଉ ମଦରେ ଆମେ ପଶିବା ନାହିଁ। ଆମେ ରାଜା ନୁହଁ, ଆମେ ରାଜା ରଙ୍କରେ ରହିବା, ଆମେ ରାଜାରେ ରହିବା ନାହିଁ। ମାଶ୍ଚର୍ଯ୍ୟ ମାନେ, ମାଶ୍ଚର୍ଯ୍ୟ କଥାଟା ଆଜ୍ଞା ଟିକେ ଭଲକି ବୁଝନ୍ତୁ। ମାଶ୍ଚର୍ଯ୍ୟ ହଉଛି ଯେ ଅହଙ୍କାରର ପାହାଡ ଉପରେ ବସିକି କହିବ ମୁଁ ସବୁଠୁ ବଡ ଲୋକ। ନିଜେ ଜଣେ ଅହଙ୍କାରୀ, କିଛି ବୁଝି ନାହିଁ, ଶାସ୍ତ୍ର ପଢି ନାହିଁ, ବୁଝି ନାହିଁ, ମାନି ନାହିଁ, କିଛି ଜାଣି ନାହିଁ, କିନ୍ତୁ ଟଙ୍କା ଧନ ସମ୍ପତ୍ତିରେ ରହିକି ସେ ଅହଙ୍କାର ଭିତରେ ରହିକି ସିଏ କହିବ ମୁଁ ସବୁଠୁ ବଡ, ଆଉ ସବୁ ମୋ କଥା ମାନେ। ଆଜିକାଲି ସମାଜରେ ଏଇଭଳି ଲୋକ ବହୁତ ଆପଣ ମାନେ ଦେଖୁଥିବେ। ଏବଂ ଯୋଉମାନେ ମର୍ଡର କରୁଛନ୍ତି, ଟଙ୍କା ପଇସା ରଖିଛନ୍ତି, ଧନ ଲୁଣ୍ଠନ କରୁଛନ୍ତି ଏବଂ ସେ ଟଙ୍କାର ପାହାଡ ଉପରେ ତାଙ୍କର ମାଶ୍ଚର୍ଯ୍ୟତା ଦେଖୁଛନ୍ତି। ମୁଁ ମାଶ୍ଚର୍ଯ୍ୟ ବିଷୟରେ ଆପଣଙ୍କୁ ଦିପଦ କହିଲି। ତେଣୁକରି ଏ ସବୁ ଅସୁର ସମ୍ପଦ, ଏ ଅସୁର ସମ୍ପଦକୁ କେବେ ଆପଣ ଦୂରେଇ ଦେବେ। ଭବିଷ୍ୟତରେ ଏପରି କାମନା କେବେ କରିବେ ନାହିଁ ଅନ୍ୟମାନଙ୍କ। ଆଜ୍ଞା, ତାପରେ ସେ ଭଗବାନ କହୁଛନ୍ତି ଯେ ଆମେ ବଞ୍ଚିବା, ଏସବୁ ତ କାମ କରିବା, କହିଲା ପରେ ଆମେ କେମିତି ବଞ୍ଚିବା? ଆମେ ବଞ୍ଚିବା ଏଇ ହିସାବରେ ବଞ୍ଚିବା ଯେ ଆମର ମୁଁ ତ ଏପର୍ଯ୍ୟନ୍ତ କିଛି ଗୀତା ଶ୍ଲୋକକୁ ଆସିନାହିଁ, ବର୍ତ୍ତମାନ ମୁଁ ଆସୁଛି ଆପଣଙ୍କର 10 ଅଧ୍ୟାୟ ବିଭୂତି ଯୋଗକୁ ଆସନ୍ତୁ। ଆଜ୍ଞା, ଆପଣଙ୍କର 10 ଅଧ୍ୟାୟର 9 ଶ୍ଲୋକକୁ ଆସନ୍ତୁ। ମଚ୍ଚିତା ମଦ୍ଗତା ପ୍ରାଣ ବୋଧୟନ୍ତେ ପରସ୍ପରಂ କଥୟଞ୍ଚେତମଂ ନିତ୍ୟ ତୃଷନ୍ତି ଚ ରମନ୍ତି ଚ ତେଷାଂ ସତତ ଯୁକ୍ତାନାଂ ଭଜାମି ପ୍ରୀତିପୂର୍ବକ ଦଦାମି ବୁଦ୍ଧି ଯୋଗତଂ ଯେନ ମାଂ ଉପଜାନ୍ତି ଏଷାଂ ଏବଂ ଅନୁକମ୍ପାର୍ଥଂ ଅହଂ ଜ୍ଞାନଜମତଂ ନାଶାୟାମି ବାତ୍ମଭାବସ୍ଥ ଜ୍ଞାନ ଦୀପେନ ଭାସତେ। ମୁଁ ଆଗରୁ କହିଛି ଯେ ପ୍ରଜ୍ୱଳିତ ଜ୍ଞାନମୟ ଜ୍ଞାନ ଦୀପରେ ଆପଣ ଭାସିବେ। ମଚିତା ମଦ୍ଗତା ପ୍ରାଣ ହେବେ। ମଚିତା
भगवान कहते मो पाखे चित्त को तुम समर्पण कर दे। अरे संसारी जन मो पाखे चित्त को मदगता मो पाखे चित्त को समर्पण कर दे, मदगता प्राण हो जा। से प्राण जो प्राण दे से प्राण मोर, ताकू तू मो पाखे समर्पण कर। बोधयन्ते परस्पर, चित्त को मो पाद पद्म दे बोधयन्ते परस्पर। आमे आज जो गीता कार्यक्रम चली ये गीता कार्यक्रम समस्ते बोधयन्ते परस्पर। ये हूँ आमर भगवान आम प्रति दया कृपा एवं आमर भगवान आम प्रति सहाय होती। ईश्वर सार एवं पंडा महोदय ये आमको आणिकी एक जुरे बांधिकी रख आमे ये सेवा कार्य लगी रही। जो माने सेवा कार्य सहयोग करुँच मु भगवान पाखे शतकोटी प्रणाम जनाऊँगी। यहीपरि सेवा कार्य चालू रही था। से सेवा कार्य आम सब लिप्त रही था। ये सेवा कार्य आमर चालू रही था। बोधयन्ते परस्पर होता परस्पर भितर भगवान कथबार्ता होता एवं कथयन चेतन तृषंती आम तृषंती च रमंती च आम ए तृष्ट हो रमण करुवा। जो रमण रे आमको जना पड़न आम कौटी पहुंचे कौटी जाइए कौट से सब भगवान कर तेषां सतत युक्ताना जजातांग विधि पूर्वक ददामी बुद्धि जोग। भगवान कहते तमें तुम काम कर चल, बुद्धि जोग मो पाखे अच्छी मुझे तुमको प्रदान करदेवी। तमें से किसी चिंता करवा दरकार नहीं। से बुद्धि जोग मु तुम पाखे नहीं पहुंचे देवी। कहीं ना तुम गीता चर्चा कर सका आगे प्रार्थना करुच मत डाकुच मोर शरण नहीं मुझे बुद्धि जोग तुम पाखे पहुंचे देवी। तमें से किसी तेषां अनुकंपार्थे अज्ञान तम नाशा में आत्मवास्त ज्ञान दीपेन वास्ता। जेतेबेले तुमर ये अज्ञान दूर हो तमें आपे आपे ज्ञान दीपरे भास्वता हो। तेणु एथरे तिले मात्र संदेह नहीं। तेणुक तुम आगे चल आगे चल आगे चल एवं निज निज भितर अनुभव कर ये परमात्मा मो पाखे अच्छा। तेणु संसार मन बुद्धि अहंकार सब दूर करदेवी। भगवान अव्यक्त भाव सब विद्यमान अच्छा। मुझे अनुभव करी एवं से भगवान ही सहित थिबा परि मते अनुभव लगे। जेतेबेले मते ज्ञान दीप मोर प्रज्वलित हो मते से भगवान मो पाखे थिला परि लगे। मो सदा भक्ति मु सब गुणातीत हो गुण मो पाखे किसी नथिबो। मो प्रेम भक्ति मो पाखे थे मु गुण नी आप जानते गुणातीत हो मैंने रज तम गुण में नी मु गुणातीत हो जाइए। कहीं ना मु गुणर ऊपर को चली जाइए। ऊपर को चली गले आप परमात्मा तुम पाखे पहुंचीजे। तेणुकर आप जरा दुख मृत्यु ये सब आप किसी कार्य आज्ञा